আপনারা জানেন কলা বিকাশ কেন্দ্র ସବୁ ପୁରାତନ ଅନୁଷ୍ଠାନ এই ଅନୁଷ୍ଠାନରେ ନୃତ୍ୟ ଗୀତ ସଙ୍ଗୀତ ଶାସ୍ତ୍ରୀୟ ସଙ୍ଗୀତ ଶିକ୍ଷାଦାନ କରାଯାଏ। ଅନେକ ପିଲା ଆଜି ସାରା ସଭାରେ ସୁନାମ କରିଛନ୍ତି। ଚଳିତ ବର୍ଷ 13, 14, 15 3 ତାରିଖ ଆମେ କଟକ ମହୋତ୍ସବ ପାଳନ କରିଛୁ। ଏଥିରେ ଆମ ପିଲାମାନଙ୍କ ସହିତ ରାଜ୍ୟ କଣ୍ଠଶିଳ୍ପୀ ବାଦ୍ୟଶିଳ୍ପୀ ଆମ ଉଦ୍ଦେଶ୍ୟ କଳା ବିକାଶରେ ଏଇ ଯେଉଁ କାର୍ଯ୍ୟକ୍ରମ ହେବ କଟକର କଳାକାର ଲୋକ ଅଛନ୍ତି ସେମାନେ ଜାଣିଲେ ଆସିବାକୁ ଉପଭୋଗ ଧନ୍ୟବାଦ ଆପଣଙ୍କ ମାଧ୍ୟମରେ। କେନ୍ଦ୍ର ଭାରତବର୍ଷର ଏକ ଖ୍ୟାତି ସମ୍ପୂର୍ଣ୍ଣ ଏ ସବୁବେଳେ ସଙ୍ଗୀତ ଶାସ୍ତ୍ରୀୟ ନୃତ୍ୟ ଶାସ୍ତ୍ରୀୟ କଳା ଏସବୁକୁ ବିଶେଷ ଭାବରେ ଗୁରୁତ୍ୱ ଦିଏ। ତା ସହିତ ଉତ୍କଳର ବା ଓଡ଼ିଶାର କଳା ସଙ୍ଗୀତ ନୃତ୍ୟକୁ ଗୁରୁତ୍ୱ ଦେଇ ଜାତୀୟ ସ୍ତରରେ ସ୍ଥାପନ କରିବାରେ ସକ୍ରିୟ ଭୂମିକା ଦୀର୍ଘ 75 ବର୍ଷ ଧରି କରିଛି। ଏ ବର୍ଷ 75 ବର୍ଷ ଆରମ୍ଭ ହେଉଛି। ଏ 75 ବର୍ଷ ଆରମ୍ଭରେ କଟକ କଳା ବିକାଶ କେନ୍ଦ୍ର ମହୋତ୍ସବର ଏ ହେଉଛି 4ର୍ଥ ସଂସ୍କରଣ। ଆମେ 3 ବର୍ଷ ଧରି କରିଛୁ। ଏହି ଉତ୍ସବ ଆୟୋଜନ ହେଉଛି। ଏହି ଉତ୍ସବରେ ଓଡ଼ିଶାବାସୀଙ୍କୁ ବସନ୍ତ ଋତୁରେ ଏ ସଙ୍ଗୀତ ନୃତ୍ୟର ମହୋତ୍ସବ ଭିତରେ ଜାତୀୟ ସ୍ତରର ଖ୍ୟାତି ସମ୍ପନ୍ନ କଳାଶିଳ୍ପୀମାନଙ୍କୁ ଆମେ ନିମନ୍ତ୍ରଣ କରିଛୁ। ଜାତୀୟ ସ୍ତରରୁ ପାଖାପାଖି 15ରୁ ଉର୍ଦ୍ଧ୍ୱ କଳାଶିଳ୍ପୀମାନେ ଏଠିକି ଆସି ତାଙ୍କ ନୃତ୍ୟ ସଙ୍ଗୀତ ପରିବେଷଣ କରିବେ, ଯାହା ଶାସ୍ତ୍ରୀୟ ସଙ୍ଗୀତ ନୃତ୍ୟକୁ ପ୍ରାଧାନ୍ୟ ଦିଆଯିବ। ତା ସହିତ ଓଡ଼ିଶାର ବହୁ କଳାଶିଳ୍ପୀ କର୍ଣ୍ଣଶିଳ୍ପୀମାନଙ୍କୁ ଏଥିରେ ସ୍ୱର୍ଣ୍ଣ